ମୋ ଅଜା ମଣିଷ ରୂପୀ ଭଗବାନ ଥିଲେ କହିଲେ ଅତ୍ୟୁକ୍ତି ହବନି। 3 ବର୍ଷ ବିତିଗଲା, ଅଜା ଆମକୁ ଛାଡ଼ି ଆର ପାରିକି ଚାଲିଗଲେ। 8 ବର୍ଷ ପୂର୍ବେ ବାବା ଚାଲିଗଲେ, କିନ୍ତୁ ଅଜା ଥିବା ଯୋଗୁଁ ଆମେ ବାବାଙ୍କ କମି ଏତେ ମେହସୁସ୍ କଲୁନି। ଘରର ଶାନ୍ତି ଓ ସୁସ୍ଥିତି ଉପରେ କୌଣସି ଆଞ୍ଚ ଆସୁନଥିଲା। ଅଜା ଆମ ଘରର ସଶକ୍ତ ସ୍ତମ୍ଭ ଥିଲେ, ନୈତିକତା ଓ ସ୍ନେହର ପ୍ରତିରୂପ ଥିଲେ। ଘରର ପ୍ରତ୍ୟେକ ଲୋକଙ୍କ ପାଇଁ ସେ କେବଳ ଜଣେ ବୃଦ୍ଧ ନୁହନ୍ତି, ଜୀବନର ଶିକ୍ଷକ, ସାହସର ଜୀବନ୍ତ ଦୃଷ୍ଟାନ୍ତ ଓ ଆଶାର ଦୀପ ଥିଲେ। ଅଜା ସବୁବେଳେ ଭାଇର ଦୋକାନ ସାମ୍ନାରେ ଚୌକି ପକାଇ ବସିଥାନ୍ତି। ଦିନ ସାରା କିଏ ଦୋକାନକୁ ଆସିଲା, କିଏ ଗଲା, କିଏ କୋଉ କିଣିଲା, କୋଉ ଜିନିଷ ବାହାରେ ପଡ଼ିଛି, ଦୋକାନରେ କୋଉ ରାସନ ସାମାନ ସରିଯାଇଛି, କିଏ ଭାଇଠୁ ଉଧାର ନେଲା, ସବୁ ମୋ ଅଜା ଦେଖୁଥାନ୍ତି। ଆଉ ପରେ ସନ୍ଧ୍ୟା ସମୟରେ ବାବୁକୁ ମାନେ ମୋ ସାନ ଭାଇକି ଜଣାନ୍ତି କେଉଁ ଜିନିଷ କେଉଁଠାରେ ଅଛି, କେଉଁ ଦାମରେ ବିକ୍ରି କରିବା ଉଚିତ, କେଉଁ ଗ୍ରାହକର କିପରି ମନୋଭାବ, ସବୁ କିଛି ମୋ ଅଜା ଅବଜର୍ଭ କରନ୍ତି। 80 ବର୍ଷ ବୟସ ହେଲେ ମଧ୍ୟ ତାଙ୍କ ମନର ଏବଂ ନଜରର ତୀକ୍ଷ୍ଣତା କେବେ ଢଳି ଯାଇନଥିଲା। ମୋ ପାଇଁ ସେ ମୋ ମନୋବଳ ଆଉ ସାହସର ପ୍ରତୀକ ଥିଲେ। ଅଜାଙ୍କୁ ଦେଖିଦେଲେ ଯେକୌଣସି ପରିସ୍ଥିତିକୁ ସାମ୍ନା କରିବା ପାଇଁ ମନୋବଳ ଜାଗି ଉଠୁଥିଲା। ମୋ ମାଙ୍କ ପାଇଁ ଅଜା ଥିଲେ ଦମ୍ଭ ସଦୃଶ ଏବଂ ସାହସ ଓ ଶକ୍ତିର ପ୍ରତୀକ, ଏବଂ ମୋର 2 ଭାଇଙ୍କ ପାଇଁ ଅଜା ଥିଲେ ମନୋବଳର ଦୀପ ସଦୃଶ। ମୋ ପୁଅ ଅଜାଙ୍କ କୋଳରେ ବଢ଼ିଲା, ଖେଳିଲା, ଅଜାଙ୍କ ଆଙ୍ଗୁଳି ଧରି ଚାଲିବା ଶିଖିଲା। ମୋ ଗୁଡ୍ଡୁ ମାନେ ମୋ ପୁଅ ତା ଅଜାଙ୍କୁ ତ ଦେଖିପାରିଲା ନାହିଁ, କାହିଁକିନା ମୋ ବାବା ତା ଜନ୍ମ ପୂର୍ବରୁ ହିଁ ଚାଲି ଯାଇଥିଲେ, କିନ୍ତୁ ମୋ ଅଜାଙ୍କ ଆଶୀର୍ବାଦ ଓ ସ୍ନେହ ପାଇଲା। ହେଲେ ଭଗବାନ ଭଲ ଲୋକମାନଙ୍କୁ ଶୀଘ୍ର ନେଇଯାଆନ୍ତି। 31 ତାରିଖ ଅଗଷ୍ଟ ମାସ 2022 ମସିହା। ଏହା ଆମ ପରିବାର ପାଇଁ ଅତ୍ୟନ୍ତ ଦୁଃଖଦାୟକ ଦିନ ଥିଲା। ସେହି ଦିନ ମୋ ଅଜା ଆର ପାରିକି ଚାଲିଗଲେ। ସେ କିଡନୀ ଜନିତ ରୋଗରେ ପୀଡ଼ିତ ଥିଲେ। ଅଜା ଚାଲିଯିବା ପରଠୁ ଆମ ଘର ଅଶାନ୍ତ ହୋଇଗଲା। କିଛି ନା କିଛି ସମସ୍ୟା ସବୁବେଳେ ଲାଗି ରହିଲା। ମୋ ସାନ ଭାଇ ଅନଲାଇନ୍ ଗେମ୍ ଖେଳି ପଇସା ହାରିଲା, ବହୁତ ଗୁଡ଼ା ପଇସା, ଯାହାକି ଆମେ ଲୋନ୍ କରିଥିଲୁ 2 ଭାଇ ଦୋକାନ ଚଲେଇବେ ବୋଲି, କିନ୍ତୁ ଅନଲାଇନ୍ ଗେମ୍ ଯୋଗୁଁ ସବୁ ସରିଗଲା। ମୋ ମା ଭାଙ୍ଗି ପଡ଼ିଲେ, ଭାଇ 2ଟା ନିର୍ବାକ ହୋଇଗଲେ। ଅଜା ଚାଲିଯାଇ 3 ବର୍ଷ ବିତିଗଲାଣି। ଆମେ ସେ ଋଣରୁ ମୁକ୍ତ ହୋଇପାରିନୁ। ଅଜା ଚାଲିଗଲେ ଆମ୍ଭ ଦମ୍ଭ ଭାଙ୍ଗିଗଲା। ଆମେ ଭାଗ୍ୟହୀନ, ଧନହୀନ ଏବଂ ଲକ୍ଷ୍ମୀ ଛଡ଼ା ସଦୃଶ ହୋଇଗଲୁ। ଯଦି ଆଜି ମୋ ଅଜା ଥାନ୍ତେ, ହୁଏତ ଆମର ଏମିତି ପରିସ୍ଥିତି ହେଇନଥାନ୍ତା। ମୁଁ ମୋ ଅଜାଙ୍କୁ ଏହି ଗପ ମାଧ୍ୟମରେ ଏତିକି ପ୍ରାର୍ଥନା କରିବି, ଅଜା, ତମେ ଉପରୁ ଆମ ନାତି ନାତୁଣୀକି ଆଶୀର୍ବାଦ କର। ଆମେ ଯେମିତି ପୂର୍ବ ଭଳି ଚଳିବୁ ଏବଂ ଖୁବ୍ ଶୀଘ୍ର ଋଣମୁକ୍ତ ହେବୁ। ଅଜା, ମୋ ଭାଇମାନଙ୍କୁ ଆଶୀର୍ବାଦ କର, ସେମାନେ ଅବାଟରୁ ଫେରିଆସି କାର୍ଯ୍ୟ ପ୍ରତି ମନ ବଳାନ୍ତୁ, ପରିଶ୍ରମ କରି ଧନ ଅର୍ଜନ କରି ଋଣମୁକ୍ତ ହୁଅନ୍ତୁ। ଅଜା, ତମ ଦୃଷ୍ଟି ଆମ ଉପରେ ଥାଉ, ଯେମିତି ବାହ୍ୟ ସଦୃଶ୍ୟ ଶକ୍ତି ଆମ ପରିବାରକୁ କ୍ଷତି ନ କରୁ। ଅଜା, ତମେ ଯୋଉଠି ରୁହ ଭଲରେ ରୁହ। ଭଗବାନ ଆପଣଙ୍କୁ ସ୍ଥାନ ଦିଅନ୍ତୁ। ବିଧିର ବିଧାନକୁ କିଏ ବା ଆନ କରିପାରିବ? ଅଜାଙ୍କୁ ସମୟ ଆମଠୁ ଛଡ଼େଇ ନେଲା। ନିୟତିକୁ କିଏ ବା ରୋକି ପାରୁଛି? ଅଜାଙ୍କ ଶରୀର ସିନା ନାହିଁ ଆମ ଗହଣରେ, କିନ୍ତୁ ଅଜାଙ୍କ ଉପସ୍ଥିତି ଅନୁଭବ ହେଉଛି। ସେଥିପାଇଁ ମନରେ ଆଶା ଅଛି, ଅଜା ନିଶ୍ଚୟ ଆଶୀର୍ବାଦ କରିବେ। ସାଙ୍ଗମାନେ, ଏଇ କାହାଣୀଟି ପଢ଼ୁ ପଢ଼ୁ ମୋ କଣ୍ଠ ରୁଦ୍ଧ ହେଇଯାଉଛି। ଆଜି କାହିଁକି ମୋ ଅଜାଙ୍କ କଥା ମୋତେ ବେଶୀ ମନେ ପଡ଼ୁଛି।